आपण माने एकादशी रे बाबा भात खाआंतिनी एकादशी उपवास दिवस हरि कीर्तन चिंता करନ୍ତୁ ଆଜ୍ଞା ହଁ ହଁ ଆପଣ କାମ ବୁଝିବେନି କେତେ ବନ୍ଧୁବାନ୍ଧବ ଆସଛନ୍ତି ଅତିଥି ଅତିଥି ସ୍ୱୟଂ ନାରାୟଣ ପୂଜିବ ତାହାଙ୍କ ଚରଣ ଅତିଥି ହେଉଛନ୍ତି ଦେବତାଙ୍କର ସମାନ ବାବା ଆପଣଙ୍କର ଶିଖେଇଲେ ଆଜି ଆମେ ଖାଇସାରିଲା ପରେ ଯୋଉ ଶଙ୍କୁଡ଼ି ଉଠେଇଲୁ ଆପଣ କଣ କହିଲେ କହିଲେ ଅତିଥି ଆପଣ ମାନେ ମାନେ ଆମେ ଶଙ୍କୁଡ଼ି ଉଠେଇଲୁ ନା ନାଇଁ ନାଇଁ ଅତିଥି ଶଙ୍କୁଡ଼ି ଉଠେଇଲେ ଗୃହସ୍ଥର ଧର୍ମ ନଷ୍ଟ ହୁଏ ତେଣୁ ଆପଣ ଯାଇଥିଲେ ଯାଇକି ଅତିଥିଙ୍କ ସେବା କରିବାକୁ ବନ୍ଧୁବାନ୍ଧବ ଆସିଥିଲେ ଆଜିର ଯୋଉ ତିଥି ସେ ତିଥି ବାବା କାଲିକି ମିଳିବନି ଆଜି ଚିନ୍ତା କରୁଛନ୍ତି ରାଜା କୀର୍ତ୍ତିଚନ୍ଦ୍ର ମୋ ଦ୍ୱାରା ବ୍ରାହ୍ମଣ ଠିଆ ହେଇଛନ୍ତି ପୁଣି ଏକାଦଶୀର ଅନ୍ନଦାସ କରିବେ ବ୍ରହ୍ମହତ୍ୟା ଦୋଷ କଣ କରିବେ ଚିନ୍ତା କରନ୍ତୁ ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣରେ ଖାଇବେନି ଝିଅ ବାହାଘର ଦିନ ଖାଇବେନି ଏକାଦଶୀରେ ଖାଇବେନି ଘରେ ମୋଡ଼ା ପଡ଼ିଛି ଖାଇବେନି କଥା ଆଜି ବ୍ରାହ୍ମଣ ଭାବୁଛନ୍ତି ଖାଇବା ପାଇଁ ତେଣୁ କଣ କରିବା କହିଲେ ବ୍ରାହ୍ମଣ ନା ତମେ ଏଇଠି ବସିଥା ଘରେ ପଚାରିକି ଆସେ ସେଦିନ ଯାଇଛନ୍ତି ରାଜା କୀର୍ତ୍ତିଚନ୍ଦ୍ର ନିଜ ଗୃହରେ ସମସ୍ତଙ୍କୁ ପଚାରିଛନ୍ତି ନିଜ ସ୍ତ୍ରୀକି ପଚାରିଛନ୍ତି ନିଜର ବୋହୂକୁ ପଚାରିଛନ୍ତି ଆଉ ସାନ ପୁଅକୁ ପଚାରିଛନ୍ତି ବ୍ରାହ୍ମଣ ନା ଖାଇବାକୁ ଭାବୁଛନ୍ତି କଣ କରିବା କହିଲେ ଜାଗାରୁ ଅତିଥି ବାହୁଡ଼େ ନା ସବୁ କରିବ ଅତିଥି ବ୍ରାହ୍ମଣକୁ ଖାଲି ହାତରେ ଫେରେଇବନି ସବୁଦିନ ଅତିଥି ବ୍ରାହ୍ମଣ କହିବେ ଏଇ ବଡ଼ ଘର ହେଇଛି କୋଟି କୋଟି ଟଙ୍କାର ଘର ହେଇଛି ୟା ଦାଣ୍ଡ ଦର ଭିକ୍ଷା ମୁଣ୍ଡିଏ ମିଳିଲାନି କଣେ ଖାଇବାକୁ ମିଳିଲାନି ଏତିକି କଥା କହିନାହିଁ ଯଦି ଅତିଥି ଫେରି ଯାଆନ୍ତି ଆପଣଙ୍କ ସବୁ ଧର୍ମ ଆଉ ପୁଣ୍ୟ ନଷ୍ଟ ହେଇଯାଏ ଅତିଥି ନିଜସ୍ୟ ଭଗନାଶ ଗୁହାତ ପ୍ରତି ନିବର୍ତ୍ତତେ ପିତରସ୍ତସ୍ୟ ନାଶନନ୍ଦି ବା 10 ବର୍ଷାଣି ପର୍ଯ୍ୟନ୍ତ ଯଦି ଅତିଥି ମନ ଦୁଃଖରେ ଫେରେ ଆପଣଙ୍କର ପିତୃପୁରୁଷ 15 ବର୍ଷ ଉପବାସ ରହିବେ ଘରେ ସମସ୍ତେ ବିଚାର କଲେ ଅତିଥି ବ୍ରାହ୍ମଣ ଆସିଛନ୍ତି ଆମ ସଂସ୍କୃତି କହେ ଆମ ତୈତରୀୟ ପରିଷଦ କହେ ମାତୃଦେବ ଭବ ପିତୃଦେବ ଭବ ଆଚାର୍ଯ୍ୟ ଦେବ ଭବ ଅତିଥି ଦେବ ଭବ ବାବା ଆର୍ଯ୍ୟାବର୍ତ ଭାରତ ବର୍ଷରେ ଆମେ 4 ଜଣଙ୍କୁ ଦେବତା କହୁଛେ ଜଣେ ମା ଜଣେ ବାପା ଜଣେ ଗୁରୁ ଆଉ ଜଣେ ହେଉଛନ୍ତି ଅତିଥି स्वामी 4 जातिर गुरु वर्णन ब्राह्मण गुरु ब्राह्मण गुरु होचंदी अग्नि तेनु सर्वस्व अभ्यागत गुरु संसार समस्त गुरु होचंदी अतिथि अतिथि देव भव अतिथि स्वयं नारायण सेविव तांग चरण राजा कीर्तिचंद्र तांकर परिवार भितरे समस्त निकट रे निष्पत्ति नेला घरे पूर मृत्यु हेछि तथापि अतिथि सेवा करिया पड़िबो आज पुनी एकादशी एकादशी रे अतिथि भोजन करिवे दवा को पड़िबो पूर सब पड़िछि एमा वो मरिकी पड़िछि मां आमिष रांधुछि स्वामी मरिकी पड़िछि ये आमिष रांधुछि आखिर लुह झरिबनी अतिथिंकर मन कष्ट हबो अन्नदान कला बेले आपण कल्पना रे देबेनी मन दुख रे देबेनी अशांति रे देबेनी ना हसी हसी के खाइबा को देबे कहला पुण्य करिवो न देई तेणु पुण्य केते बेले हुए ना जेतले बाबा अन्नदान करा जाय राजा कीर्तिचंद्र घरे अन्न प्रस्तुति हला आमिष प्रस्तुति हिगला ब्राह्मण ने 2 जण बसिचंदी तांको आतिथ्य प्रदान करी आसन 2टा पकेले सुंदर आसन मार्जित आसन शुद्ध आसन रे बसिले ब्राह्मण ना 2 जण ब्राह्मण 2 जण को पाई 2 भोजन पात्र उड़ा ए ब्राह्मण ना चाहिले कहला अच्छा तमे तो गृहस्थ तमे तो कीर्तिचंद्र अच्छा कहिलो तमे जने शास्त्र के तमे वेदविद तमे निहत जानिया दरकार तम घर को जेते अतिथि आसंती एक स्वाद न भुंजित आपण मान जानिथिबे बंधु बांधव घर को आसिला बेले समस्त एकाठी बसी खाने एकाठी बसी खाइले जो आनंद बा एकुडिया खाइले से आनंद न थाए ना देखिबे आजि ए जो मायावी ब्राह्मण ए 2 जण कहिले हम समस्त एकाठी बसी खाइबा या जो आनंद अछि से आनंद आजि निश्चित जणा पड़ियो से दिन 2 अतिथि ब्राह्मण पाई 2टा पत्र पड़िला और 4टा पत्र पड़िला ये 2 जण ब्राह्मण परस्पर अन्यान हे
ଅନ୍ୟାନ୍ୟ ହେଲେ କୀର୍ତ୍ତିଚନ୍ଦ୍ର ପଚାରିଲେ ବ୍ରାହ୍ମଣ ନା କାହିଁ ଅନ୍ୟାନ୍ୟ ହେଉଛ ଖାଉନାହାନ୍ତି ନା ଖାଇଥାନ୍ତୁ ଏଇଥିପାଇଁ ଖାଉନୁ ଯେ ଆମେ ଆସିଲା ବେଳେ ସମସ୍ତଙ୍କ ତୁଣ୍ଡରେ ଶୁଣିଛୁ କୀର୍ତ୍ତିଚନ୍ଦ୍ର ପରିବାର ହଉଛନ୍ତି 5 ଜଣ ତ 4ଟା ପତ୍ର ପଡିଲା ଆଉ ଗୋଟେ ପତ୍ର ପକଉନା ଆଉ ଗୋଟେ ପତ୍ର ପକା କୀର୍ତ୍ତିଚନ୍ଦ୍ର ବ୍ରାହ୍ମଣଙ୍କ ମୁହଁକୁ ଚାହିଁଲା କହିଲା ସତ କହିବି ନା ମିଛ କହିବି ଯଦି ସତ କହିଦେବି ତୋର ମୃତ୍ୟୁ ବୋଲି ସମ୍ବାଦ ତାଙ୍କ ପାଖରେ ପହଞ୍ଚେଇବି ସେ ଖାଇବେ ଘର ଛାଡି ପଳେଇବେ ଅତିଥି ସେବା ହେଇପାରିବନି ଦେଖିବା ଆଜ୍ଞା ଶରୀରରେ ଭଗବାନଙ୍କର ଦିବ୍ୟ ଦାନ ଦ୍ୱାରା ଏ ଶରୀର ସୃଷ୍ଟି ହେଇଛି ସତ୍ୟ କଣ୍ଠସ୍ୟ ଭୂଷଣ ଅଙ୍ଗସ୍ୟ ଭୂଷଣ ଶାସ୍ତ୍ର ହସ୍ତସ୍ୟ ଭୂଷଣ ଦାନ ଭୂଷଣ ପ୍ରୟୋଜନ ଆଜ୍ଞା ହାତର ଭୂଷଣ କି ଆଜ୍ଞା ହାତର ଭୂଷଣ କଙ୍କଣ ନୁହେଁ ହାତର ଭୂଷଣ ହଉଛି ଦାନ ଦୁଃଖୀ ଦରିଦ୍ର ବ୍ରାହ୍ମଣ ଅତିଥିକି ଦାନ ଦେବେ ଏ ଯେ ହାତର ଦାନ ହଉଛି ଭୂଷଣ କାନର ଭୂଷଣ କିଏ ନା ବେଦ କଥା ଶୁଣିବା ପୁରାଣ କଥା ଶୁଣିବା ଧର୍ମ କଥା ଶୁଣିବା ସାଧୁ ସନ୍ତଙ୍କ କଥା ଶୁଣିବା ପ୍ରବଚନ ଶୁଣିବା ଗୀତା ଭାଗବତ ଶୁଣିବା ଇଏ ହଉଛି କାନର ଭୂଷଣ ଅଳଙ୍କାର ଲଗେଇଦେଲେ ସେ ଭୂଷଣ ହୁଏ ନା ସତ୍ୟ କଣ୍ଠସ୍ୟ ଭୂଷଣ କଣ୍ଠର ଭୂଷଣ କି ସତ୍ୟ ସେଇଥିପାଇଁ ପିଲାମାନେ ପ୍ରାର୍ଥନା ପଢନ୍ତି ସତ କହିବାକୁ କିଆ ଧରିବି କେତେ ବାସ୍ତବ ସତ୍ୟ କଥା ଏ ଭିତରେ ଅଛି ପିଲାଟି ପ୍ରାର୍ଥନା କରୁଛି ମତେ ଏତିକି ଶିଖା ସାଇଏ ମୋର ଧନ ଜନ ଲୋଡ଼ା ନାହିଁ ଓ ପାଠ ପଢିଛ କୋଉ କ୍ଲାସରେ ପାଠ ପଢିଛ ଶାଶୁ ମନ୍ଦିର ଶାଶୁ ମନ୍ଦିର ନା ଆପଣ ଯଦି ଏଇ ପ୍ରାର୍ଥନା କରୁଥିଲେ ଆମେ ପଢିଲୁ ଆମର ପିଲାମାନେ ମଧ୍ୟ ସେ ପ୍ରାର୍ଥନା ପଢିଲେ ସବୁ ଭଜନ ଚାଲିଯିବ ସଂସାରରୁ ପ୍ରାର୍ଥନା ଚାଲିଯିବ କିନ୍ତୁ ଇଏ ଭଜନ ଇଏ ପ୍ରାର୍ଥନା ये बंद हमारी समस्त तुंडरे प्रार्थना स्वामी दयानंद सरस्वती कहिले जे आज समाज प्रतिष्ठाता गोटे शास्त्र लिखित सत्यार्थ प्रकाश से कहि ये कलिजुग रे सब दिन सत्य कथा कहिबो सेटा जुग पुरुष होई जीवो सेति पई आपण मानकर संत भीम कहे सत्य रे करिबी सत्य रे मरिबी एही आज्ञा मते एही आज्ञा सत्य कौन कौन से आपण मान मधु कहले ये सत्य पथे धर्म पथे भगवान निकट में आप आत्मनिवेदन करते हे प्रभु मत सत पथे नियो मत धर्म पथे नियो ये संसार में सत्य को छाड़ीदेले आउ किसी मूल्यवान वस्तु नहीं सत्य पाई संसार बंची सत्य और धर्म तेणु आपण मानकर परम शास्त्र भागवत रे कोन कुआ जाईछि कहले ये मिथ्या को पाप बोली मणि सदन मंडली राजा कीर्तिचंद्र विचार कला सत्य कही सत्य और धर्म को छाड़ीदे
ସଂସାର ବାବା ମୂଲ୍ୟବାନ ପଦାର୍ଥ କିଛି ନାହିଁ ନା ସତ୍ୟ ଯୋଉଠି ଶାନ୍ତି ଅଛି ଶାନ୍ତି ଅଛି ସେଠି ଦୟା ଅଛି ଦୟା ଅଛି ସେଠି କ୍ଷମା ଆସି ପହଞ୍ଚି ଯାଏ ସତ୍ୟ ଶାନ୍ତିରେ ଦୟା କ୍ଷମା ମହାପ୍ରଭୁ ସତ୍ୟନାରାୟଣ ହେଉଛନ୍ତି ସତ୍ୟର ପ୍ରତୀକ ଭଗବାନ ଶିବ ହେଉଛନ୍ତି ସତ୍ୟମ ଶିବମ ସୁନ୍ଦର ତେଣୁ ସତ୍ୟ ସଂସାରରେ ସାର ରାଜା କୀର୍ତ୍ତିଚନ୍ଦ୍ର ହାତ ଯୋଡ଼ିଲା ସତ କହିବି ସତ୍ୟ ସାରା ମନୁଷ୍ୟାନ ବାଚ ସାରା ବାଚ ବିଚଳିତ ଯେନ ତେନ ତେଣୁ ସତ୍ୟରୁ ଯେ ବିଚ୍ୟୁତ ହେଇଛି ଧର୍ମ ପୁଣ୍ୟ ନଷ୍ଟ ହେଇଛି ସତ୍ୟର ଧାର୍ଯ୍ୟତେ ବୁଦ୍ଧି ସତ୍ୟନ ତପତେ ରବି ସତ୍ୟତେ ବହତି ବାୟୁ ସତ୍ୟ ସର୍ବ ପ୍ରତିଷ୍ଠିତ ସତ୍ୟ ପାଇଁ ଏ ସଂସାରରେ ଧରା ସମସ୍ତଙ୍କୁ ଧ୍ୟାନ କରିଛି ଧର୍ମ ଧାରଣା ସତ୍ୟ ଯୋଉଠି ଧର୍ମ ହଉଛି ସେଇଠି କୀର୍ତ୍ତିଚନ୍ଦ୍ର ହାତ ଯୋଡ଼ିଲା ବ୍ରାହ୍ମଣ ନା ଯାହା ପାଇଁ ଆସନ ବତେଇଥାନ୍ତି ସେ କଣ ଅଛି ନା କୁଆଡେ ଯାଇଛି ସେ ନା କୁଆଡେ ଯାଇଛି ତାକୁ ସର୍ପଦଂଶନ ହେଇଛି ସେ ଆଜି ଗୃହ ମଧ୍ୟରେ ମରିକି ପଡିଛି ତୁ କଣ କଲୁ ଆମ କାୟା ସବୁ ଭ୍ରଷ୍ଟ କରିଦେଲୁ ମତେ ଅଭିଶାପ ଦେବି ଘରେ ମଡ଼ା ପଡିଛି ହେ ଆମକୁ ଫେରେ ଆମିଷ ଭୋଜନ ଚିଙ୍ଗା ଚିଙ୍ଗା ଯଦି ଛିଣ୍ଡିବ ଅଳ୍ପ ଛିଣ୍ଡେଇଥା କାଲି କାହିଁ ଛିଣ୍ଡୁଛୁ ଦେବ ରାତିରେ ଛିଣ୍ଡେ ତ ଦିନରେ ଛିଣ୍ଡେ ବସେ ହେ ମୋର ପଣ୍ଡିତ ମୁଣ୍ଡଳି ବ୍ରାହ୍ମଣ ଦୁଇ ଜଣ ଲାଗିଲେ କହିଲେ ଘରେ ମରା ପଡିଛି ସବୁ ପଡିଛି ତ ଆମେ ଆମିଷ ରାନ୍ଧି ଖାଇବାକୁ ଦଉଛୁ ହାତ ଯୋଡ଼ି ଦେଲେ କୀର୍ତ୍ତିଚନ୍ଦ୍ର କହିଲେ ମୋରା ତ ପଡିଲା ମୋର କି ଗଲା ହେ ହାତ ଯୋଡ଼ିଛନ୍ତି କୀର୍ତ୍ତିଚନ୍ଦ୍ର ପଚାରିଲେ ବ୍ରାହ୍ମଣ ନା ତୋର ପୁଅର ମୃତ୍ୟୁ ହେଇଛି ତୁ ଆମିଷ ରାନ୍ଧିକି ଆମକୁ ଖାଇବାକୁ ଦଉଛୁ ନା ପୁଅର ତ ମୃତ୍ୟୁ ହେଲା ବାପର କିଏ ଗଲା କି ଆଶ୍ଚର୍ଯ୍ୟ କଥା ଆପଣଙ୍କ ଦାଢ଼ିଆ ତ ହକିଲା ପଦଉଛି କହିଲେ ଯେ ସନେ ଚୁପ ଆମ୍ବ ବେଶୀ ଗଛରେ ପଡିଛି ନାଇଁ ଯୋଉ ବର୍ଷ ବେଶୀ ଆମ୍ବ ହବ ସେ ବର୍ଷ ବେଶୀ ଝଡ଼ ତୋଫାନ ହେଇଯାଏ ଠିକ ଅଛି ଦେଖି ଆମ୍ବ ଗଛରେ ଆମ୍ବ ଫଳିଥିଲା ବେଳେ ଯଦି ବେଶୀ ବାତ୍ୟା ହେଲା ଆମ୍ବ ଫଳ ସବୁ ତଳ ଖସି ପଡେ ଯଦି ଖସି ପଡେ ଆମ୍ବ ଗଛ କେବେ ମନ ଦୁଃଖ କରିଛି କାହିଁକି ମନ ଦୁଃଖ କରିନି ଧର୍ମ ହଉଛି ଆମ୍ବ ଗଛରେ ଫଳିବ ଖସିବ ଯଦି ନ ଖସିଲା ଆପଣ ମାନେ କଣ କରୁନା ତୋଳିକି ତାକୁ ଭକ୍ଷଣ କରନ୍ତି ଆମ୍ବ ଗଛ କିନ୍ତୁ ଆମ୍ବ ପ୍ରସ୍ତୁତି କରି ତାକୁ କୀର୍ତ୍ତିଚନ୍ଦ୍ର କହିଲେ ମୁଁ ଗୋଟେ ଆମ୍ବ ଗଛ ମୋ ଆମ୍ବ ଗଛରେ କିଛି ଆମ୍ବ ଫଳିଥିଲା ସେ ଆମ୍ବ କିଏ ନା ମୋ ପରିବାର ହଉଛି ମୋର ଆମ୍ବ ମୋ ସ୍ତ୍ରୀ ମୋର ଦୁଇଟି ପୁଅ ଆଉ ଗୋଟିଏ ବୋହୂ ଇଏ 4 ଜଣ ହଉଛନ୍ତି 4ଟା ଆମ୍ବ ଗୋଟିଏ ଆମ୍ବ ତ ଖସିଗଲା ଆଉ 3ଟା ଆମ୍ବ ଅଛି କାହିଁକି ମୁଁ ମନ ଦୁଃଖ କରିବି ଯୋଉ ଆମ୍ବ ପାଇଁ ମନ ଦୁଃଖ କଲେ ମନ କଷ୍ଟ ହବ ଯୋଉ ପୁଅଟା ଚାଲି ଯାଇଛି ତା ପାଇଁ ମନ ଦୁଃଖ ଯଦି କରିବି ଅତିଥି ସେବା ମୋର ହେଇପାରିବ ନାହିଁ ଯିଏ ଯାଇଛି ସିଏ ଯାଇଛି ଆଉ ସେ ଫେରିବ ମୋର ପୁଣ୍ୟ ଧାମ ନଷ୍ଟ ହେଇଯିବ ହେ ମୋର ବିଦ୍ୱାନ ମଣ୍ଡଳୀ ଚାହିଁଛନ୍ତି ବ୍ରାହ୍ମଣ 2 ଜଣ ବାସ୍ତବ୍ୟ କଥା ଆଜି ବ୍ରାହ୍ମଣଙ୍କ ନିକଟରେ କୀର୍ତ୍ତିଚନ୍ଦ୍ର ଉପସ୍ଥାପନ କରିଛନ୍ତି ସମଗ୍ର ବିଷୟରେ ପ୍ରତ୍ୟେକ ବାପା ମାନେ ହଉଛନ୍ତି ଗୋଟିଏ ଗୋଟିଏ ଆମ୍ବ ଗଛ ତାର ପରିବାର ହଉଛନ୍ତି ଗୋଟିଏ ଗୋଟିଏ ଆମ୍ବ ଫଳ ଡାକିଲେ ମାକୁ ଡାକିଲେ କହିଲେ ତୋର ପୁଅର ମୃତ୍ୟୁ ହେଇଛି ତୁ କଣ କରୁଛୁ ତୋ ପାଇଁ ଗୋଟା ପତ୍ର ପକେଇଛୁ ଆମିଷ ପୁଣି ଖାଇବା ପାଇଁ ପ୍ରସ୍ତୁତ ଲାଜ ଲାଗୁନି ମାତା ତୁ ନହିଲୁ
ସାହିତ୍ୟ ସାଧୁ ସନ୍ଥ ପାଇଁ ସମାଜରେ ପୁଣ୍ୟ ବିତରଣ ହେଇଛି। ସନ୍ଥ ସାହିତ୍ୟ ଆପଣମାନଙ୍କ ଯଶୋବନ୍ତ ଦାସ ଟୀକା ଗୋବିନ୍ଦ ଚନ୍ଦ୍ର କେତେ ମହନୀୟ କଥା ରହିଛି। ସେଦିନ ଗୋବିନ୍ଦ ଚନ୍ଦ୍ର ରାଣୀ ମୁକ୍ତା ଦେଇ କହିଥିଲା, ମା ତୁ ମତେ ଜ୍ୟୋତି ଭାଇ ପଠଉଛୁ, ତୁ ମା ନୁହ, ତୁ ଗୋଟା ଚନ୍ଦ୍ରାଳୁଣି, ତୁ ମତେ ଜ୍ୟୋତି କରିବାକୁ ପଠଉଛୁ, ମୁଁ ତୋର ପୁଅ ହେଇକି ତୋ ପାଖରେ ରହିପାରିବି। ଆଜି ସେଇ କଥା କହୁଛନ୍ତି ବ୍ରାହ୍ମଣ, ଗୋଟା ମା ହେଇକିରି ପୁଅ ମରିଛି, ଖାଇବା ବସୁ ତୋ ପାଟିକି ଖାଦ୍ୟ କେମିତି ଯାଉଛି, ତୋ ପାଟିକି ଖାଦ୍ୟ କେମିତି ଯାଉଛି। ମା ବିନା କିଏ ମୁକୁଳର କତରା ମୁଁ